पर्यटकଙ୍କୁ ଆକୃଷ୍ଟ କରିବ ଅସେଇଁକଳାର ଗ୍ରାମ ଉଦ୍ୟାନ। କେନ୍ଦୁଝର ଜିଲ୍ଲାର ରତ୍ନଗର୍ଭା ମାଟି ଖଣି ଖାଦାନ ଅଞ୍ଚଳର ଧୂଳି ଧୂସରିତ ମଧ୍ୟରେ ଘଡ଼େଇ ହୋଇ ରହିଛି। ସବୁଜ ସୁନ୍ଦର ପରିବେଶ ମଧ୍ୟରେ ସତେ ଅବା କିଏ କପଦୃଷ୍ଟି ଦେଇ ସୁନ୍ଦର ମାଟିକୁ ଅସୁନ୍ଦର କରିଦେଇଛି। ଯେଉଁଆଡ଼େ ଚାହିଁବ ଖାଲି ଧୂଳିଧୂଆଁ ବ୍ୟତୀତ ଆଉ କିଛି ପ୍ରାକୃତିକ ସୌନ୍ଦର୍ଯ୍ୟର ଦୃଶ୍ୟ ଝାପ୍ସା ଦେଖାଯାଉଥାଏ। କେନ୍ଦୁଝର ଜିଲ୍ଲା ଜଡ଼ା ବ୍ଲକ ଅନ୍ତର୍ଗତ ଅସେଇଁକଳା ଗ୍ରାମ ପଞ୍ଚାୟତ କିନ୍ତୁ ଏବେ ଭିନ୍ନ ଏକ ପରିବେଶ ସୃଷ୍ଟି ହେବାକୁ ଯାଉଛି। ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର ରହିଥିବା ଏହି ସୁନ୍ଦର ସ୍ଥାନ ଖୁବ୍ ନିକଟରେ ଭରପୁର ସୌନ୍ଦର୍ଯ୍ୟର ମହକ ବାଣ୍ଟିବ। କେନ୍ଦୁଝର ଜିଲ୍ଲା ଖଣିଜ ପ୍ରତିଷ୍ଠାନ ପାଣ୍ଠିର ଆର୍ଥିକ ସହାୟତାରେ ନିର୍ମାଣ କାର୍ଯ୍ୟ ଚାଲିଛି ଅସେଇଁକଳାର ଗ୍ରାମ ଉଦ୍ୟାନ। ଖୁବ୍ ସୁନ୍ଦର ସ୍ଥାନରେ ନିର୍ମାଣ ଚାଲିଥିବା ଏହି ଉଦ୍ୟାନ କାର୍ଯ୍ୟ ଚାଲିଥିଲେ ମଧ୍ୟ ପର୍ଯ୍ୟଟକମାନଙ୍କୁ ରଖିପାରୁନାହିଁ। ଜଣାପଡ଼ୁଛି ଉଦ୍ୟାନର କାର୍ଯ୍ୟ ଶେଷ ହୋଇଗଲା ପରେ ପର୍ଯ୍ୟଟକଙ୍କ ସୁଅ ଛୁଟିବାରେ ବିଳମ୍ବ ହେବ ନାହିଁ। ସମସ୍ତଙ୍କୁ ଆକୃଷ୍ଟ କରିବା ପାଇଁ ତିଆରି ଚାଲିଛି ଅସେଇଁକଳାର ଏହି ଗ୍ରାମ ଉଦ୍ୟାନ। ଖୁବ୍ ନିକାଞ୍ଚନ ସ୍ଥାନରେ ତିଆରି ଚାଲିଥିବା ଏହି ଉଦ୍ୟାନରେ ସବୁ ବର୍ଗର ବ୍ୟକ୍ତିବିଶେଷଙ୍କୁ ସୁହାଇବ। ବୟସ୍କ ବ୍ୟକ୍ତିଙ୍କ ପାଇଁ ମଧ୍ୟ ଏହି ଉଦ୍ୟାନଟି ଖୁବ୍ ସହାୟକ ହେବ ବୋଲି ଆଶା କରାଯାଉଛି। ତା ସହିତ ଛୋଟ ପିଲାମାନଙ୍କ ପାଇଁ ଖୁବ୍ ଆକର୍ଷଣ କରିବ। କାରଣ ଛୋଟ ପିଲାମାନଙ୍କ ପାଇଁ ଭିନ୍ନ ଭିନ୍ନ ପ୍ରକାରର ଦୋଳି ଏବଂ ଖେଳ ସାମଗ୍ରୀ ମୁଣ୍ଡ ଟେକି ଅପେକ୍ଷା କରି ରହିଛି। ସମସ୍ତେ ଅପେକ୍ଷା କରି ଚାହିଁ ରହିଛନ୍ତି କେବେ ସରିବ ନିର୍ମାଣ କାର୍ଯ୍ୟ। ଆଉ ଖୁବ୍ ମନଭରି ଉପଭୋଗ କରିବେ ଗ୍ରାମ ଉଦ୍ୟାନର ମନୋରମ ପରିବେଶ। ତଥାପି ଏହି ସମୟରେ ମଧ୍ୟ ଖୁବ୍ ଚଳଚଞ୍ଚଳ ହୋଇଉଠୁଛି ଏହି ଗ୍ରାମ ଉଦ୍ୟାନଟି। ଉଦ୍ୟାନର ସୌନ୍ଦର୍ଯ୍ୟକରଣରେ ଚାଲିଥିବା କାର୍ଯ୍ୟ ଖୁବ୍ ଆକର୍ଷଣ ହୋଇଥିବା ବେଳେ ବର୍ତ୍ତମାନ ମଧ୍ୟ ପର୍ଯ୍ୟଟକଙ୍କୁ ଟାଣି ନେଇ ପାରୁଛି। ଧୂଳି ଧୂଆଁରେ ପରିପୂର୍ଣ୍ଣ ରହିଥିବା ଏହି ଖଣି ଖାଦାନ ଅଞ୍ଚଳରେ ତିଆରି ଚାଲିଥିବା ଗ୍ରାମ ଉଦ୍ୟାନ ଏ ଅଞ୍ଚଳ ପାଇଁ ଖୁବ୍ ସହାୟକ ହେବ ବୋଲି ସମସ୍ତେ ଅନୁମାନ କରୁଛନ୍ତି। ମୁକ୍ତ ପରିବେଶର ଅଭାବ ରହିଥିବା ଏହି ଖଣି ଖାଦାନ ଅଞ୍ଚଳର ଏହି ସୁନ୍ଦର ସ୍ଥାନଟି ସୁନ୍ଦର ପରିବେଶରେ ଘଡ଼ିଏ କାଟିବା ପାଇଁ ସୁଯୋଗ ମିଳିପାରୁଥିବା ଯୋଗୁଁ ଅଞ୍ଚଳବାସୀ ଖୁବ୍ ଉତ୍ସାହିତ ଅଛନ୍ତି। ଉଦ୍ୟାନ ସମ୍ପୂର୍ଣ୍ଣ ହୋଇଯିବା ପରେ ଏହି ଗ୍ରାମ ଉଦ୍ୟାନ ପର୍ଯ୍ୟଟକଙ୍କୁ ଖୁବ୍ ଆକୃଷ୍ଟ କରିବ ବୋଲି ଜଣାପଡ଼ୁଛି। ଖୁବ୍ ଶୀଘ୍ର ଏହି ଗ୍ରାମ ଉଦ୍ୟାନ ଦର୍ଶକମାନଙ୍କୁ ଟାଣି ଆଣି ନିଜ ଛାତି ଉପରେ ସୌନ୍ଦର୍ଯ୍ୟର ମୁରୁଜ ବୁଣି ବାନ୍ଧି ରଖିପାରିବ। ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚି ସାରିଥିବା ବେଳେ ପର୍ଯ୍ୟଟକମାନଙ୍କ ଆଗମନ ସହିତ ଉଦ୍ୟାନକୁ ଉପଭୋଗ କରୁଥିବା ଦୃଶ୍ୟ ଦେଖିବାକୁ ମିଳିଛି। ଖୁବ୍ ଶୀଘ୍ର ଭେଟିଦେବ କେନ୍ଦୁଝର ଜିଲ୍ଲାର ଖଣିଜ ପ୍ରତିଷ୍ଠାନ ପାଣ୍ଠିର ଏହି ମନଲୋଭା ଅସେଇଁକଳା ଗ୍ରାମ ଉଦ୍ୟାନ। କେନ୍ଦୁଝର ଜଡ଼ାରୁ ହରେକୃଷ୍ଣ ବେହେରାଙ୍କ ରିପୋର୍ଟ, এবি ନ୍ୟୁଜ୍।